ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦେବ, ରାତି ଦିନ ଘରକୁ ଡାକିବ। ଶିଖନ୍ତୁ ଝିଅ ପଟେଇବା ପାଇଁ ମନ୍ତ୍ର ପାଠ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ବତେଇବି ଆପଣ କିପରି ନିଜ ପସନ୍ଦର ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରିପାରିବେ, ତାକୁ ପଟେଇ ପାରିବେ। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, ତାହାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ବତେଇବି ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ, ଯାହାର ପ୍ରୟୋଗରେ ଆପଣ କେଉଁ ବି ଝିଅ ବା ବିବାହିତା ନାରୀକୁ ମୁହୂର୍ତ୍ତକ ଭିତରେ ନିଜ ବଶରେ କରିପାରିବେ, ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି ସଫଳ ହେଇଛି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛି। କେଉଁ ବି କୁଆଁରୀ ଝିଅ ବିବାହିତା ନାରୀକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛି। ତେଣୁ ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି, ବିବାହିତା ନାରୀକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆପଣ ସମସ୍ତେ କେଉଁ ନା କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଥିବେ, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ତାକୁ ପଟେଇ ପାରୁନାହାନ୍ତି। ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ହେଲେ ସେ ଝିଅ ଆପଣଙ୍କୁ ଭାव ଦେଉନି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ଯେତେ ଚେଷ୍ଟା କଲେ ମଧ୍ୟ ନିଜ ପସନ୍ଦର ଝିଅ ବା ବିବାହିତା ନାରୀକୁ ପଟେଇ ପାରୁନାହାନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ ନିଜ ପସନ୍ଦର ସେ ଝିଅ ବା ବିବାହିତା ନାରୀକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ସେ ଝିଅ ହେଉ ବା ବିବାହିତା ନାରୀ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ କରିବା ଅତି ସହଜ। ଏଥିରେ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ନିଜ ଘରେ ବସି ବସି ନିଜ ପସନ୍ଦର ଝିଅ ବା ବିବାହିତା ନାରୀକୁ ନିଜର ଗୁଲାମ କରିପାରିବେ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମଧ୍ୟ ପଟେଇ ପାରିବେ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶନିବାର ଦିନ କରିବେ। କେଉଁ ବି ସମୟରେ କରିପାରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇ ସଫା ବସ୍ତ୍ର ପିନ୍ଧି ଆପଣ ଏହି ବଶୀକରଣକୁ ଆରମ୍ଭ କରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀ ଦରକାର, ଯେମିତିକି ଗୋଟିଏ ଲେମ୍ବୁ, କଳା ରଙ୍ଗର କଲମ, ଅଳ୍ପ ଟିକେ ଲାଲ ସିନ୍ଦୁର ଆଉ ଖଣ୍ଡେ କଳା କପଡ଼ା। ଏତିକି ଜିନିଷ ଆଣିସାରିବା ପରେ ଆପଣ ନିଜ ଘରେ କୌଣସି ଏକ ଜାଗାରେ ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ଧ୍ୟାନ ରଖିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଯେଉଁ ଲେମ୍ବୁ ଆଣିଛନ୍ତି, ସେହି ଲେମ୍ବୁ ଉପରେ ଆପଣ କଳା କଲମର ସାହାଯ୍ୟରେ ପ୍ରଥମେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ଝିଅ ବା ସ୍ତ୍ରୀର ନାମ ଲେଖିସାରିବା ପରେ ତା ପାଖରେ ଆପଣ ନିଜର ନାମ ଲେଖିବେ। ନାମ ଲେଖିସାରିବା ପରେ ଆପଣ କ'ଣ କରିବେ, ସେ ଲେମ୍ବୁରେ ଭଲ ଭାବରେ ସିନ୍ଦୁର ଲଗାଇଦେବେ। ଏତିକି କରିସାରିବା ପରେ ସେ ଲେମ୍ବୁକୁ କଳା କପଡ଼ାରେ ରଖିବେ ଆଉ 3ଟି ଗଣ୍ଠି ମାରି ବାନ୍ଧିଦେବେ। ସେ ଯେଉଁ ପୁଟୁଳିଟି ହେଇଯିବ, ସେହି ପୁଟୁଳିକୁ 2 ହାତରେ ବନ୍ଦ କରିକି ଧରିବେ ଆଉ ଆଖି ବନ୍ଦ କରି ସେଇ ଝିଅ ବା ସ୍ତ୍ରୀକୁ ମନେ ମନେ ଭାବିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଆପଣ ଏହି ମନ୍ତ୍ରକୁ
ମାତ୍ର 3 ଥର ପଢ଼ିବେ। ଓମ୍ ଚନ୍ ଚାମୁଣ୍ଡାୟ ଆମୁକଂ ମନ୍ମୋହେ ତନ୍ମୋହେ ବଶୀକରାଏ। ଏହି ମନ୍ତ୍ରକୁ ଆପଣ ମାତ୍ର 3 ଥର ପଢ଼ିବେ। 3 ଥର ମନ୍ତ୍ର ପଢ଼ି ସାରିବା ପରେ ହାତକୁ ଖୋଲିବେ ଆଉ ସେ ପୁଟୁଳିରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ଆପଣ ସେ ପୁଟୁଳିକୁ ନେଇକି କୌଣସି ଏକ ବରଗଛ ବା ଓସ୍ତଗଛ ମୂଳରେ ରଖିଦେଇ ଚୁପଚାପ ଘରକୁ ଫେରି ଆସିବେ। ମନେ ରଖନ୍ତୁ, ଘରକୁ ଫେରିବା ସମୟରେ ପଛକୁ ବୁଲିକି ଚାହିଁବେନି। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ନାରୀ ପାଇଁ ଆପଣ ଏହି ବଶୀକରଣକୁ କରିଥିବେ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।